ଏକ ଗହୀର ଓ ସୁନ୍ଦର ଜଙ୍ଗଲରେ ବାଘା ନାମକ ଏକ ବାଘ ରହୁଥିଲେ। ସେ ଦେଖିବାକୁ ଭୟଙ୍କର ଓ ଶକ୍ତିଶାଳୀ ଓ ସମସ୍ତ ଜଙ୍ଗଲ ଜନ୍ତୁ ତାଙ୍କୁ ଭୟ ପାଉଥିଲେ। ବାଘା ସବୁବେଳେ ସବୁଠୁ ଶକ୍ତିଶାଳୀ ଥିବାରୁ ତାଙ୍କର କ୍ଷେତ୍ରରେ ଏକ ଅନ୍ୟ ଜନ୍ତୁ ଦୃଢ଼ ଭାବରେ ନଜର ପକାଇ ପାରୁନଥିଲେ। ଏହି ଜଙ୍ଗଲରେ ବିଲୁଆ ନାମକ ଏକ ଛୋଟ ଓ ଚତୁର ବିଲ୍ଲି ଥିଲେ। ବିଲୁଆ ଚଞ୍ଚଳ, ମଜାଲିଆ ଓ ସବୁଦିନ ଖେଳିବାରେ ବ୍ୟସ୍ତ ରହୁଥିଲା। ତାଙ୍କ ଛୋଟ ବିଲ୍ଲି ଏଠାରେ ଅନେକ ଦୁଃଖରେ ତାଙ୍କର ଚତୁରତା ଦେଖାଉଥିଲେ। ଏକ ଦିନ ବିଲୁଆ ଖେଳିବାକୁ ଯାଇ ବାଘାଙ୍କର ଶୋଇବା ଅଞ୍ଚଳକୁ ପ୍ରବେଶ କରିଦେଲେ। ବାଘା ତାଙ୍କୁ ଦେଖି